ପିଲାମାନେ ଆଜି ଆମେ କରିବା ଆମର ହଇ ଓ ବୈଦ ବିଷୟଟି ସମ୍ପୂର୍ଣ୍ଣ ପଢିଗଲେ ତାର ଅଭ୍ୟାସ ପ୍ରଶ୍ନପତ୍ର କରିବା। ତାହେଲେ ଗପରୁ କୁହ 1 ନମ୍ବର ଦେଇଛି। ହନୁ ବୈଦ ଖଟରେ ଶୋଇ କା କଥା ମନେ ପକାଇଲା? ଗଧିଆ କଥା। ଗଧିଆକୁ କାହିଁକି ଜ୍ୱର ହେଲା? କାରଣ ସେ ବିଲେଇ ନାନୀର ବାସି ମିଠା ହାରିକା ଖାଇ ଦେଇଥିଲା। ହନୁ ବୈଦ ଗଧିଆକୁ କି ଉପଦେଶ ଦେଲା? ଉପଦେଶ ଦେଲା ଯେ କେବେ ବାସି ଜିନିଷ ଖାଇବ ନାହିଁ। ତାପରେ 2 ନମ୍ବର ପିଲାମାନେ ପାଠରୁ ଖୋଜି ବାହାର କର ଓ ତା ଚାରିପଟେ ଗୋଲ ବୁଲାଅ। ପିଲାମାନେ ଜ୍ୱର ପାଠରେ ଆମର କଣ ଜ୍ୱର ଏଇଠି ଉପରେ ଦେଖ ଆମେ ପାଠରୁ ଏଇଠି ଯେତେକ ସବୁ ଦେଇଛି କଣ ଆମେ ଖୋଜି ବାହାର କରିବା ଏବଂ ଦେଖ ତାହେଲେ ପିଲାମାନେ ଦେଖ ଜ୍ୱର ଅଛି ଏଇଠି ଜ୍ୱର ଅଛି ଏଇଠି ଗୋଲ ବୁଲେଇବା ଏଇଠି ଜ୍ୱର ଅଛି ଏଇଠି ଗୋଲ ବୁଲେଇବା ସେମିତି ତମେ ବହିରେ ଦେଖିକି ଏଇଠି ସବୁ ଗୋଲ ବୁଲେଇ ଦବ ହେଲା। 3 ନମ୍ବର ପିଲାମାନେ ଶବ୍ଦ ଗଢ ଓ ଠିକ ଉଚ୍ଚାରଣ କରି ପଢ। ପିଲାମାନେ ଏଠି ହେଲା ବିଶ୍ୱ ବୁଝିଗଲା। ତାପରେ କଣ ହବ ଦେଖିଆ କହିଲ ଇରେ ଏ ଯୋଉ ଅରେ ଅରେ କଣ ହବ ଦେଖିଆ କହିଲ ଅରେ ହବ ଆମର ଅଣ୍ଡା ବି ହେଇପାରିବ। ତାପରେ ଇରେ ର ଅଛି ଈଶ୍ୱର। ତାପରେ ଏଠି ବିଶ୍ୱାସ। 4 ନମ୍ବର ପିଲାମାନେ ବିଶ୍ୱ ଶବ୍ଦରେ ଯେପରି ସ ତଳେ ଅ ଫଳା ଅଛି ଲାଗିଛି ସେପରି ଓ ଫଳା ଲଗେଇ କେତେ ଗୋଟି ଶବ୍ଦ କୁହ। ପିଲାମାନେ କହିଲ ବିଶ୍ୱ ନିଶ୍ଵ ହେଲା ସେମିତି ଆଉ କଣ ହବ ପିଲାମାନେ ଆଉ ହବ ଆମର ଜ୍ୱର ହବ ବିଶ୍ୱାସ ଏସବୁ 3ଟି। ତାପରେ ଠିକ ଜାଗାରେ ଅ ଫଳା ଲଗାଇ ଗୀତଟିକୁ ପଢ ଓ ଲେଖ। ଦେଇଛି ଦାର ଦାର ବୋଲି ଏଠି କଣ ହବ ଦ୍ୱାର ଦ୍ୱାର ବୋଲି ଏଠି ଦ ତଳେ ଅ ଫଳା ଏପଟେ ଦ ତଳେ ମଧ୍ୟ ଓ ଫଳା ହେଲା। ଦ୍ୱାର ଦ୍ୱାର ବୋଲି ହାଲିଆ ହେଲିଣି। ନିଶ୍ୱାସ ହେଲା ଏଠି ସ ତଳେ ଓ ଫଳା ନିଶ୍ୱାସ ବହୁଛି କଣ ଏଠି ଖର ଦେଇଛି ନିଶ୍ୱାସ ବହୁଛି ଖର। ମଧୁର ସୁରରେ କିପରି ଗାଇବି ଦେହରେ ରହିଛି ଜ୍ୱର ହେଲା ଖର ଜ୍ୱର ବୁଝିହେଲା। ତାପରେ 6 ନମ୍ବର କ୍ୱେଶ୍ଚିନ୍ ଆମର କଣ ଦେଇଛି କ୍ରମରେ ସଜାଡି ଲେଖ। ତାହେଲେ ଦେଇଛି ଆମର କଣ କ୍ରମରେ ଏଇଟା ତମେ ଲେଖିବ ପିଲାମାନେ ଶ୍ୱାସ ରୋଗ ଥିଲା ଏଠି ଲେଖିବ ପେଟ ଖରାପ ହେଲା ଔଷଧ ଖାଇଲା ଦ୍ୱାର ଠକ୍ ଠକ୍ ହେଲା ସମୁଦି ଘରକୁ ଗଲା ଏସବୁ ତମେ ନିଜେ ମନକୁ ଲେଖିବ। ତାପରେ 7 ନମ୍ବର କ୍ୱେଶ୍ଚିନ୍ ପିଲାମାନେ ବିଲେଇ ନାନୀ ଦୋକାନରେ କି ଜିନିଷ ମିଳୁଥିଲା? ପିଲାମାନେ ପଢିଲେ ବିଲେଇ ନାନୀ ଦୋକାନରେ କଣ କଣ ମିଳୁଥିଲା? ମିଳୁଥିଲା ମିଠା ସିଙ୍ଗଡା ଆଉ ଆଳୁ ଚପ। ବିଲେଇ ନାନୀ ଦୋକାନରେ ମିଠା ସିଙ୍ଗଡା ଆଉ ଆଳୁ ଚପ ମିଳୁଥିଲା। ତାପରେ 8 ନମ୍ବର ତୁମ ଘର ପାଖରେ କେଉଁ ସବୁ ଦୋକାନ ଅଛି ତାର ତାଲିକା କର। ପିଲାମାନେ ଏଇଟା ତମ ମନକୁ କରିବ ତମ ଘର ପାଖରେ କେଉଁ ଦୋକାନ ଅଛି। 9 ନମ୍ବର ପିଲାମାନେ ଆମକୁ ଦେଇଛି କେତୋଟି ଖାଦ୍ୟର ନାମ ଲେଖି ସେଗୁଡ଼ିକ କିପରି ଖରାପ ହୋଇଯାଏ ଲେଖ ହେଲା। ଦେଇ ଯେପରି ଭାତ ଅଧିକ ଦିନ ରହିଲେ ବାସି ହୋଇଯାଏ ପାଉଁରୁଟି ଖୋଲା ରହିଲେ ଖଟା ବାସ୍ନା ହୁଏ ସେଇଭଳି ଆମେ କଣ ତରକାରୀ ମଧ୍ୟ ଅଧିକ ଦିନ ରହିଲେ ବାସି ହୋଇଯାଏ ଫଳ ଅଧିକ ଦିନ ରହିଗଲେ ପଚିଯାଏ ବୁଝିହେଲା। ପନିପରିବା ମଧ୍ୟ ତକ ଲେଖିବ। ତାପରେ 10 ନମ୍ବର ଆମକୁ ଦେଇଛି ବାସି ଖାଇବା ପାଇଁ ଚାହୁଁନାହୁଁ ସେଥିପାଇଁ ତୁମେ କଣ କରିବ ହେଲା। ଯେତେବେଳେ ଖାଦ୍ୟ ରନ୍ଧା ହଉଛି ସବୁବେଳେ ସାଙ୍ଗେ ସାଙ୍ଗେ ଆମେ ଖାଇଦବା ତାହେଲେ ବାସି ଆମେ ଖାଇବା ନାହିଁ ବୁଝିହେଲା। ବଜାରରେ ବିକ୍ରି ହେଉଥିବା କେଉଁ ସବୁ ଜିନିଷରେ ମାଛି ବସେ ସେଗୁଡ଼ିକର ନାମ ଲେଖ। ତମେ ଲେଖିଦିଅ ମିଠା ତାପରେ ଯେତେକ ସବୁ ମିଠାରେ ଆମର ମାଛି ବସିକି ନାହିଁ ତମେ ଦେଖିଦବ ଆଳୁଚପ ସିଙ୍ଗିଡା ବରା ଯାହା ସବୁ ଆମେ ଖାଉଛେ ତା ସେଥିରେ କଣ ମାଛି ବସେ ହେଲା। ତାପରେ ପଚାସଢା ଜିନିଷ ଖାଇଲେ ତୁମକୁ କେଉଁ ସବୁ ରୋଗ ହେବ? ପିଲାମାନେ ପଚାସଢା ରୋଗ ଖାଇଲେ ଆମକୁ କଣ ଜ୍ୱର ହବ ତାପରେ ସେଠି ଆମେ ଝାଡା ବାନ୍ତି ହବା